ମୁଁ ଚାହୁଁଛି ଯେ ଦମେଇ ଦମେଇ ଆରେଷ୍ଟ ହଉ ବାପାକୁ ନ୍ୟାୟ ମିଳୁ। ଦେମି ଚୂନ କଳା ପୋଡ଼ି ଜୁତା ମାଳ ଅଲରେଡ଼ି ବି ଗଳେଇଲେ ଚୂନ କଳା ପୋଡ଼ିବି ଆଉ ଛୁଞ୍ଚି ବି ବୁଡ଼େଇବି ଯଦି ନ କରିବୁ ଇଏ କରିବୁ ଅସୁର ତ ଭାଷାରେ ରହି ଜାତି କରି ନେଇ ଗାଳି ଗୁଲଜ ବି କଲେ। ମୁଁ ସେଦିନ ବାପା ନିର୍ଯାତନା ନସାର କାରଣ ହେଉଛି ବାପାଙ୍କୁ ସେଠି ମୋତେ 1,10,000 ଜୋରିମାନା କଲେ। ଜୋରିମାନା ପରେ ବାପା କହିଲେ ମୁଁ କୋଉଠି ପଇସା ଆଣିବି ଏତେ ପଇସା ଯଦି ନ ଦେବ ତୋ ଝିଅକୁ ଏଠି ବାନ୍ଧିକି ରଖିବି। ଏ କଥା କହିଲେ ବାପା କହିଲା ପଇସା ମୁଁ କୋଉଠି ଆଣିବି ହଁ ସେ କହିଛି ଯେ ଦୁନିଆ ଭାଷା ଅଶ୍ଳୀଳ ଭାଷାରେ ବାପା ଗାଳି ଗୁଲଜ କଲେ ମାଡ଼ ବି ମାଇଲେ। ମାଇଲା ପରେ ବାପା କହିଲା ମୋତେ ଏତେ ମାଡ଼ ମାରୁଛ ଇଏ କରୁଛ ନା ତୁ 1,10,000 ଫାଇନ୍ ଦେବୁ ତୋ ଝିଅକୁ ଯାଇକି ବାହାର କରିବି। କହିଲା ମୁଁ ତ ଗରିବ ଲୋକ ହୋଟେଲ ଖାଇବି ଏତେ ପଇସା ମୁଁ କୋଉଠି ଆଣିବି ଯଦି ନ ଦେଇପାରିବୁ ତାହେଲେ ଏଇଠି ତୁ ବାପ ଝିଅ ଏଇଠି ରହିବ କହିବା ପ୍ରକାର ଜୁତା ମାଳ ଦେମି ଚୂନ କଳା ପୋଡ଼ି ଜୁତା ମାଳ ଅଲରେଡ଼ି ବି ଗଳେଇଲେ ଚୂନ କଳା ପୋଡ଼ିବି ଆଉ ଛୁଞ୍ଚି ବି ବୁଡ଼େଇବି ଯଦି ନ କରିବୁ ଇଏ କରିବୁ ଅସୁର ଭାଷାରେ ରହି ଜାତି କରି ନେଇ ଗାଳି ଗୁଲଜ ବି କଲେ। କଲା ପରେ ଦମୟନ୍ତୀ ଭୁଇଁ କହିଲା ପଇସା ଦେଲେ ଏଠୁ ଜାଣି ତୋ ଝିଅ ମୁକୁଳା ନହେଲେ ନାଇଁ ମୁକୁଳି ପାରିବନି। ବାପା କହିଲା ମୁଁ କଣ କରିବି ମୋର ତ ପଇସା ପତ୍ର ନାହିଁ ମୁଁ କଣ କରିବି କହିଲା ହଉ ସେଠି ସରପଞ୍ଚ ଆସିଲା ସନ୍ଧ୍ୟା 6ରୁ ରାତି 11ଟା ଯାଏଁ ମୋତେ ଆଜ୍ଞା ସେଠି ଛିଡ଼ା କଲେ। ଛିଡ଼ା କରିକି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ଆଜ୍ଞା କଲେ। ଏକଥା ବାପା ଟିକେ ନ ସହି ପାରି ବିଷ ଖାଇ ଆତ୍ମହତ୍ୟା କଲେ। ମୁଁ ଚାହୁଁଛି ଯେ ଦମେଇ ଦମେଇ ଆରେଷ୍ଟ ହଉ ବାପାକୁ ନ୍ୟାୟ ମିଳୁ। ଏଠି କଟକ ଏଠି କଣ ହେଲା? ଆଜ୍ଞା ଏଠିକି ଆସିଲେ କଣ କଲେ? ଏଠି କଣ ଦାବି କଲେ? ଆସୁଥିଲି ତାଙ୍କ ନାଁରେ ଆଲିଗେସନ ଦେଇଛନ୍ତି କେସ୍ ବି କରିଛନ୍ତି ସେ ପର୍ଯ୍ୟନ୍ତ ଧରା ବି ପଡ଼ିନାହାନ୍ତି। ସେଥିପାଇଁ ଆମେ ଆଜ୍ଞା ଆସିଥିଲୁ। ଅଶୋକ ମଲ୍ଲିକ ରାଜ୍ୟ ସଭାପତି ରାଷ୍ଟ୍ରୀୟ ଦଳିତ ମହାସଭା। ଆଜି ଆମେ ଆସିଥିଲୁ ଡିଜି ଭେଟିବା ପାଇଁ। ଚାନ୍ଦା ସାମନ୍ତ ତରଦିଆ ଗ୍ରାମରେ ଗତ 25 ତାରିଖରେ ଯେଉଁଭଳି ଭାବରେ ଲକ୍ଷ୍ମୀପ୍ରିୟା ପରିଡ଼ା ଏବଂ ତା ବାପାକୁ ଗାଁର ଆପଣଙ୍କର କିଛି ମହିଳା ଏକଜୁଟ ହୋଇ ଯେଭଳି ନିର୍ଯାତନା କଲେ ଏବଂ ଦମୟନ୍ତୀ ଭୋଇ ନାଁରେ ଜଣେ ମହିଳା ଯିଏକି ସେଠି ଗୁଣ୍ଡା ଚଲେଇଛନ୍ତି କିଛି ମହିଳାକୁ ଧରିକି ତାଙ୍କ ଘରେ ପଶି ଆସବାବପତ୍ର ଲୁଟିଲେ ତାଙ୍କୁ ମାଡ଼ ମାରିଲେ ଏବଂ ରାଜରାସ୍ତାରେ ଜୋତା ମାଳ ପୋଇ କାଳି ଚୂନ କାଳି ପୋଇ ଚଲେଇକି ଦେଲେ। ଏହା ଅତି ନିନ୍ଦନୀୟ ଘଟଣା ଆମେ ସବୁଠାରୁ ନିନ୍ଦା କରୁଛୁ। କିନ୍ତୁ ଯେତେବେଳେ ତା ବାପା ଅତ୍ୟାଚାର ତା ବାପା 26 ତାରିଖ ବିଷଟି ଆତ୍ମହତ୍ୟା କଲେ ଏବଂ ଏ ପର୍ଯ୍ୟନ୍ତ କେସ୍ ରେଜିଷ୍ଟର ହେଇଥିଲେ ମଧ୍ୟ ଚାନ୍ଦବାଲି ପୁଲିସ ଏବଂ ମାଂସଳା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି, ତାଙ୍କୁ ସୁରକ୍ଷା ବି ଦେଇନାହାନ୍ତି କିମ୍ବା ଆସାମୀ କି ଦମୟନ୍ତୀ ଭୋଇକି ଗିରଫ କରିନାହାନ୍ତି। ଯାହାଫଳରେ ଦମୟନ୍ତୀ ଭୋଇ ରାଜରାସ୍ତା ବୋଲି ଏମାନଙ୍କୁ ଧମକ ଦେଉଛି କେସ୍ ଉଠେଇଲା ପାଇଁ। ତ ସେଇ ପରିପ୍ରେକ୍ଷୀରେ ଆମେ ସେଇ ଦାବି ନେଇ ଆଜି ଡିଜି ଭେଟିଲୁ ଏବଂ ଡିଜିକି ଆମେ କହିଲୁ ଯେ ତୁରନ୍ତ କାର୍ଯ୍ୟ 3 ଦିନ ଭିତରେ ଯଦି ଦମୟନ୍ତୀ ଭୋଇ ଏବଂ ଅନ୍ୟ ଯେଉଁମାନେ ଆସାମୀ ତାକୁ ଗିରଫ କରାଯାଏ ରାଷ୍ଟ୍ରୀୟ ଦଳିତ ମହାସଭା ଇଏ ଦଳିତ ମହିଳାକୁ ନ୍ୟାୟ ଦେବା ପାଇଁ ରାଜରାସ୍ତା ଓହ୍ଲାଇବ।